ଆଜି ଜବରଦସ୍ତ ଏବଂ ଧମାକାଦାର ଏପିସୋଡ୍ ଦେଖିବେ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ସମସ୍ତ ଜାଣିପାରିବେ। ସରସ୍ୱତୀ କହିବେ, ଏତେ ବର୍ଷ ହେଲା ତୋତେ ପାଲି ପୋଷି ବଡ଼ କରିଅଛି। ତୋର ଭଲ ମନ୍ଦରେ ସବୁ କିଛି ବୁଝିଅଛି। ଏବେ ସ୍ୱାର୍ଥପର ହୋଇ ତୋର ଜୀବନକୁ କେମିତି ନେବି ଭବାନୀ? ସରସ୍ୱତୀ କହିବ, ମହେନ୍ଦ୍ର ସାହୁଙ୍କ ଆପଣଙ୍କ ସ୍ତ୍ରୀ ଭଲ ହୋଇଯାଉଛି, ମୁଁ ଯାଉଛି। ସରସ୍ୱତୀ ମୁଣ୍ଡ ଟିକେ ବୁଲାଇବ। ସେତେବେଳେ ତେଜସ୍ ଏବଂ ତ୍ରିନାଲି ଦୁଇଜଣ ଆସି ଧରିକରି ନେଇଯିବେ। ଆପଣ ଏବେ ସାଙ୍ଗେ ସାଙ୍ଗେ ବ୍ଲଡ଼ ଦେଇ ଆସିଛ ମା। ତୁମେ ଭଲ ହୋଇନାହ। ତୁମେ ଏବେ ପଡ଼ିଯାଇଥାନ୍ତ। ଆପଣଙ୍କୁ ଟିକେ ରେଷ୍ଟ ଦରକାର। ତେଜସ୍ ହାତ ଯୋଡ଼ି କହିବେ, ମୁଁ ଜାଣିଅଛି ବାପା, ତୁମେ ସରସ୍ୱତୀ ଆଣ୍ଟିଙ୍କ ଉପରେ ରାଗିଅଛ। ସେ ଯଦି ମା ଯଦି ମାରିଥାନ୍ତା, ବ୍ଲଡ଼ ଦେଇ ମାଙ୍କର ଜୀବନ କେମିତି ବଞ୍ଚାଇଥାନ୍ତା। ସେ ଯାହା ବି କରନ୍ତି ମା, ଆମେ ତାର ଋଣ କେବେ ବି ଶୁଝି ପାରିବା ନାହିଁ। ନା ତାଙ୍କର ଘର ଅଛି, ନା ତାଙ୍କୁ କେୟାର ନେବା ପାଇଁ ଅଛନ୍ତି। ଆମେ ଏଠୁ ଗଲାପରେ କିଛି ଯଦି ହୋଇଥାଏ, ତେବେ ଆମେ ସାରା ଜୀବନ ଆମକୁ କ୍ଷମା କରିପାରିବା ନାହିଁ। ବାପା, କିଛି ଦିନ ପାଇଁ ସରସ୍ୱତୀ ଆଣ୍ଟିକୁ ଘରକୁ ନେଇକରି ଚାଲିଯିବେ। ତ୍ରିନାଲି କହିବେ, ଭବାନୀ ଦେବୀଙ୍କ ଆପଣଙ୍କର ସମ୍ପର୍କ କ'ଣ? ଗୋଟିଏ ପର ସ୍ତ୍ରୀ ପାଖରେ ନିଜ ପୁଅକୁ ଛାଡ଼ିକରି ଚାଲିଗଲ କାହିଁକି? ଆପଣ ପୁଅ ଦୁଇଜଣଙ୍କର ରକ୍ତଙ୍କର କେମିତି ସମାନ ହେଲା? ହେଲେ ଆପଣଙ୍କ ପୁଅ କାରଣ? ସତ କଥା କୁହନ୍ତୁ ସରସ୍ୱତୀ। ସରସ୍ୱତୀ କହିବେ, ଭବାନୀ ଦେବୀ ହେଉଛି ମୋର ଭଉଣୀ। ବନ୍ଧୁତ୍ୱ ଅତୁଟ ହୋଇ ଏତେ ବର୍ଷ ହେଲା ରହି ଆସିଅଛି। ପୁଣି ସେହି ବନ୍ଧନରେ ବାନ୍ଧି ହେବାକୁ ଚେଷ୍ଟା କରନାହ ତ୍ରିନାଲି। ଗୋଟିଏ ପୁଅ ମା'ଙ୍କଠାରୁ ଅଲଗା କରୁଛି, ତାର ଶାସ୍ତି ମୁଁ ନିହାତି ଦେବି। ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।